ଏତେ ଭିତରକୁ ତ ମୁଁ ଯାଇନି, ମୁଁ କେମିତି ଜାଣିବି କାହିଁକି ଯଦି ହ୍ୟୁମାନ ମନା କରିଥାନ୍ତା କି ହ୍ୟୁମାନ ମନା କରିଛି କି ନାହିଁ, ସେଟା ଯେ ପାଖ ଲୋକ ତାଙ୍କ ମା ହୁଅନ୍ତୁ ତାଙ୍କର ଘରେ ପାଖରେ ଯିଏ ରହୁଥିଲେ ସେମାନେ ବେଶୀ ଜାଣିପାରିଥିବେ ଯେ ହ୍ୟୁମାନ ତାଙ୍କୁ କହିଛି କି ନା ନ କହିଛି। ମୁଁ ସେଟା ଜାଣିନି ଆଜ୍ଞା। କିନ୍ତୁ ହ୍ୟୁମାନର ଦେହ ଅସୁସ୍ଥ ଥିଲା ଏବଂ ସେ ପେନ୍ ହଉଥିଲା ସେଇଟା ମୁଁ ଜାଣିଛି। ମୁଁ ସେଇଥିପାଇଁ ତ ତାକୁ କହିଲି ମୁଁ ପ୍ରେସ୍ ମିଟ୍ରେ ବସିକି ବି କହିବି ଯେ ତୋ ପ୍ରୋଗ୍ରାମ ଆମେ କ୍ୟାନସଲ କରିବା, ସବୁ କମିଟିକୁ ପଇସା ଫେରେଇ ଦେବା ଏବଂ କିଛି ଅସୁବିଧା ହବନି, ତୋତେ କେହି ଟ୍ରୋଲ କରିବେନି, ମୁଁ ଅନୁରୋଧ କରିବି। ମୁଁ ଏକଥା କହିଥିଲି। ସେ କିନ୍ତୁ ଡରୁଥିଲା, କହିଲା ନାଇଁ ସାର୍ ଭାବୁଛି ଆଉ କିଛି କରିଦେବି, ପ୍ରୋଗ୍ରାମ କରିଦେଇକିରି ଭାବୁଛି। ମୁଁ କହିଲି ଆରେ ରେଷ୍ଟ ନିଏ, ଦେହଟାକୁ ଜଗେ, ଦେହ ଭଲ ଥିଲେ ସିନା ପ୍ରୋଗ୍ରାମ କରିବୁ, ପଇସା ରୋଜଗାର କରିବୁ, କାହିଁ ଏମିତି ହଉଛୁ ଆପଣ? ମୁଁ ଏଇ ଯୋଉ ଶବ୍ଦ, ଏଇ ଯୋଉ ଭର୍ସନ, ଏଇ ଯୋଉ ରେଞ୍ଜରେ କହୁଛି, ଆପଣ ଶ୍ରେୟାକୁ ବି ପଚାରି ପାରିବେ, ତାଙ୍କ ମିସେସକୁ, ହ୍ୟୁମାନର ମାଙ୍କୁ ବି ପଚାରି ପାରିବେ। ସେ ଝିଅ ସିନା ଛୋଟ ଝିଅ ଜାଣିପାରିବନି। ମୁଁ ଏମିତି ସବୁବେଳେ ତାକୁ ଗାଇଡ କରେ, ସବୁବେଳେ। ଯେକୌଣସି ଯେତେବେଳେ କଣ୍ଟ୍ରୋଭର୍ସି ହୁଏ ମତେ ଫୋନ କରିବ, ଗୁରୁଜୀ କଣ କରିବି? ମୁଁ ଯାଇକି ତାକୁ ବୁଝାଏ, କଣ ହେଇଛି ନା ଏଇଆ ହେଇଛି, ମୁଁ ତାକୁ କହିଛି ରହ ଏଟା ସଲ୍ଭ ହେଇଯିବ, ତୁ କିଛି ଇଏ କରନା। ମୁଁ ପ୍ରତିଟି କ୍ଷେତ୍ରରେ ଆପଣ ଦେଖିବେ, ଜଗନ୍ନାଥ ଭଜନ ମୁଁ ଯାଇ ଟ୍ରୋଲ ହେଲା ସେତେବେଳେ ହଉ, ଯେତେବେଳେ ଯୋଉ ଭଳି ସମସ୍ୟା ଆସିଛି, ସେ ସୋସିଆଲ ମିଡିଆକୁ ବହୁତ ଡରୁଥିଲା ଯେ ସାର୍ ମତେ ବଦନାମ କରିଦେ, ମତେ ବଦନାମ କରିଦେ ମୋ କ୍ୟାରିୟର। ମୁଁ କହିଲି କିଛି ଇଏ ହବନି, ଏଇଟା ହଉଛି ମାନେ